ଭିଜିଲାନ୍ସ ଇତିହାସରେ ରେକର୍ଡ। ଗୋଟିଏ ଚଢ଼ାଉରୁ 4 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ। କଟକ ସର୍କଲର ଖଣି ବିଭାଗର ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଚଢ଼ାଉ ସମୟରେ ଭୁବନେଶ୍ୱରରେ ତାଙ୍କ ଫ୍ଲାଟରୁ 4 କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ସୂଚନା ରହିଛି, ଏହା ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ଜବତ ଟଙ୍କା। ଲାଇସେନ୍ସ ପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ ଠାରୁ 30,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ କଟକରୁ ଗିରଫ କରିଛି। ଏହାପରେ ଓଡ଼ିଶା ଭିଜିଲାନ୍ସ ତାଙ୍କର ଭୁବନେଶ୍ୱର ପଟିଆ ଶ୍ରୀ ବିହାର ସ୍ଥିତ ନେଚର୍ସ କ୍ରେଷ୍ଟ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର 302 ସହିତ ଭଦ୍ରକ ଜିଲ୍ଲା ମଠସାହି ସ୍ଥିତ ପୈତୃକ ଘର ଏବଂ କଟକରେ ତାଙ୍କ କାର୍ଯ୍ୟାଳୟ କକ୍ଷରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲା। ଚଢ଼ାଉ ସମୟରେ ତାଙ୍କର ଭୁବନେଶ୍ୱର ଫ୍ଲାଟରୁ ଏକ ଟ୍ରଲି ବ୍ୟାଗ୍ ଏବଂ ଆଲମିରାରେ ଲୁଚେଇ ରଖାଯାଇଥିବା 4 କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଏହି ଜବତ ଟଙ୍କା ଭିଜିଲାନ୍ସ ଇତିହାସରେ ସର୍ବାଧିକ ବୋଲି ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହାସହ ତାଙ୍କ କାର୍ଯ୍ୟାଳୟ ଡ୍ରରୁ 1.20 ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହିତ ପହଲାଲରେ 24 ବର୍ଗଫୁଟର ଏକ 2 ମହଲା କୋଠା ଆଉ 130 ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।